କହିବେ ଏ ପ୍ରସଙ୍ଗରେ? ହାତୀ ପାଇଁ ପ୍ରଶାସନ ଟିକେ ଢିଲା ହେଉଛନ୍ତି। ପ୍ରଶାସନ କେ ତତ୍ପର ହେଲେ ହାତୀ କି ରୋକା ଯାଇପାରିବ। ତେଣୁ ପ୍ରଶାସନ ଟିକେ ଢିଲା ହେବାରୁ ଚାଷ ସବୁ ନଷ୍ଟ ହେଉଛି। ପରିବା ଚାଷ, ଧାନ ଚାଷ, ପ୍ରଶାସନ ତେଣୁ ସେ ପାଇଁ ଟିକେ ସଜାଗ ହେବା ଦରକାର। ହାତୀ ଆସିଥିଲେ ବେଳେ ପ୍ରଶାସନ ଆସିନଥିଲେ କି? ପ୍ରଶାସନ ଆସିଲେ 2 ଘଣ୍ଟା ପରେ। ହାତୀ ପଳେଇଗଲାନି ନା, ହାତୀ ଖାଉଥିଲା। ପ୍ରଶାସନ ଆସିକି ବହୁ ଚେଷ୍ଟା କରିକି ବାହାର କରିଛନ୍ତି। ହାତୀ ସେତେବେଳେ ବହୁତ କ୍ଷତି କରିସାରିଲେନି। ହାତୀ ବି ଧାନ ମାଡ଼ିଲା ଆମର ଜାବୁନିଆ ସାଇଡରୁ ସେପଟେ ଫେରି ଆସିକି ଆମର ପୋଖରୀ ଆଡ଼ିକି ଉଠିଲା। ସେଠି ବାଇଗଣ ବାଡ଼ି ମାଡ଼ିଲା। ବାଇଗଣ ବାଡ଼ି ମାଡ଼ି ସାରିଲା ପରେ ପୁଣି ଜମିକି ଓହ୍ଲେଇଲା ମୋହରି ଜମିକି, ସେଠି କାହ୍ନୁଭଞ୍ଜ ଜମି, ଏମିତି ଜମି ହେଇକି କେନାଲ ଆଡ଼ିକି ଯାଇକି ଉଠିଲା। ଧାନ ଖାଇଦଉଛି କି ମାଡ଼ି ନଷ୍ଟ କରିଦଉଛି? ମାଡୁଛି ବେଶୀ, ଖାଉଛି କମ। କିନ୍ତୁ କଣ କହିବେ ସରକାରଙ୍କୁ, କଣ ଦାବି ରଖିବେ? କହିବା କଥା, ଆପଣ ଟିକେ ହାତୀ ଉପଦ୍ରବରୁ ଆମକୁ ବଞ୍ଚାନ୍ତୁ, ଆସି ଆମର ଦେଖନ୍ତୁ, କ୍ଷୟକ୍ଷତି ପୂରଣ କରନ୍ତୁ। କାହିଁକି ନା ଆଜି ଚାଷରେ ବହୁ ଖର୍ଚ୍ଚ, ବହୁ ପରିମାଣର ଖର୍ଚ୍ଚ। କାହିଁକି ନା ଔଷଧ ପତ୍ର ଆରମ୍ଭ କରି ସାର ବହୁ ଖର୍ଚ୍ଚ। ତେଣୁ ସେ ଖର୍ଚ୍ଚରୁ ଆମକୁ ମୁକ୍ତି ଦେବା ପାଇଁ କିଛି ହେଲ୍ପ କଲେ ଆମେ ଉପକୃତ ହେବୁ। ଏଇ ହେଉଛି ଆମର ଆପତ୍ତି।